ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ ବିତନା ପଞ୍ଚାୟତ ବରିକୁଳ ଗାଁରେ ଘଟଣା। ଗତ ରାତିରେ ବଜ୍ରାଘାତରେ ଜଳିଯାଇଛି ଦୁଇଟି ଘର। ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା। ଘଟଣାରୁ ପ୍ରକାଶ ବରିକୁଳ ଗାଁର ସନ୍ଦୀପ କୁମାର ଜେନାଙ୍କ ଘର ଅଗ୍ନିକାଣ୍ଡରେ ଛାରକାର ହୋଇଯାଇଛି ସମ୍ପୂର୍ଣ୍ଣ ଘର। ଶୋଇଥିଲି ରାତିରେ ଘଡ଼ଘଡ଼ି ବିଜୁଳି ମାରିଲା ଭିତରେ ମୋ ଦିଅର ମୋ ପୁତୁରା ମାନେ ଆସି ଡାକିଲା ବେଳକୁ ଘର କିଛି ନାହିଁ, ଜଳି ରହିଛି। ମୁଁ ବାହାରିକି ଆସିଲା ବେଳକୁ ଜଳୁଛି। ମୋ ଜିନିଷ ପତ୍ର ଯାହା ଭଲ ମନ୍ଦ ଥିଲା ସବୁ ପୋଡ଼ି। କ'ଣ ସରକାରଙ୍କୁ କହିବେ? ମୋର କିଛି କହିବେ, ମୋର ଅନୁରୋଧ ଖାଲି ମୋର ଘର ଟିକେ ଦେଖ, ମୋତେ ଘର ସେତିକି ସାହାଯ୍ୟ କରନ୍ତୁ। ପରିଚୟ ଟିକେ ଦେବେ। ସଞ୍ଜୟ କୁମାର ଜେନା। କ'ଣ ହେଇଛି ଘଟଣା? କ'ଣ ହେଇଛି ଆଜ୍ଞା, କାଲି ତ ବର୍ଷା ପବନ ଯେଉଁ ରାତିରେ ଆସିଲା ପରେ ବିଜୁଳି ଘଡ଼ଘଡ଼ି ଚଡ଼ଚଡ଼ି ହେଇକି ତାଙ୍କ ଘର ଗୋଟେ ନିଆଁ ଲାଗିଯାଇଛି। ନିଆଁ ଲାଗିକି ତାଙ୍କର ସବୁ ଯାହା ଜିନିଷପତ୍ର ଥିଲା ସବୁ ପୋଡ଼ି ଯାଇଛି। ଆଉ ତାଙ୍କର ଛଣ ବି ରଖିଥିଲେ ଗୋରୁ ଖାଇବାକୁ ଗୋଟେ 50-60 ପଣ, ସିଏ ସବୁ ପୋଡ଼ି ଯାଇଛି। ଆଉ କିଛି ନାହିଁ, ପୁରା ଧ୍ୱଂସ ସବୁ ଘର। ଘର ଭିତରେ ଶୋଇଥିଲେ ତାଙ୍କ ସ୍ତ୍ରୀ, ସିଏ ଦୌଡ଼ିକି ପଳେଇଲେ କେମିତି ତାଙ୍କ ଦିଅର ଦେଖିକି ଡାକିଦେଲେ ନିଆଁ ଲାଗିଛି। ଲେଟ୍ ହେଇଥିଲେ ସିଏ ବି କ'ଣ ଅବସ୍ଥା ହେଇଥାନ୍ତା ବି କହି ହେଉନି। ଜିନିଷପତ୍ର ପୋଡ଼ି ଯାଇଛି, ଲୁଗାପଟା ପୋଡ଼ି ଯାଇଛି, ତାଙ୍କ ଘରଟା ସବୁ ଯାଇଛି ଧ୍ୱଂସ, ଆପଣ ଦେଖୁଛନ୍ତି। ଆଉ କ'ଣ ଦମକଳ ବି କାଲି ରାତିରେ ଆସିଥିଲା। ଆଜ୍ଞା, କ'ଣ କହିବେ ସରକାରଙ୍କୁ? ସରକାରଙ୍କୁ କହିବା କଥା କ'ଣ, ଆମେ କହିବା କଥା କି ତାଙ୍କର ଯାହା ନଷ୍ଟ ହେଇଛି ସରକାର କିଛି ତାଙ୍କୁ ସହାୟତା ଦିଅନ୍ତୁ। ଆଉ ଘର ଫର ଟିକେ ତାଙ୍କର ପୋଡ଼ି ଯାଇଛି ଦିଅନ୍ତୁ। ତାଙ୍କର କ'ଣ ସୁବିଧା ଅଛି ସରକାର ଯାହା, ସେଇ ହିସାବରେ ଟିକେ ତାଙ୍କୁ ଦିଅନ୍ତୁ। ଆଉ କ'ଣ? ଯାଜପୁର ଜିଲ୍ଲା ବିଞ୍ଝାରପୁରରୁ ରାଣା ପ୍ରତାପ ମହାପାତ୍ରଙ୍କ ରିପୋର୍ଟର୍ସ ଟୁଡେ।